नमस्कार जय जगन्नाथ ସମସ୍ତଙ୍କୁ ଆଜିର କ୍ଲାସ୍‌କୁ ସ୍ୱାଗତ କରୁଛି। ତ ଆଜି ଆମେ ଆଲୋଚନା କରିବା ସିପିଇଟିର ସିଲାବସ୍ କ'ଣ ରହୁଛି। କାହିଁକିନା ବହୁତ ପିଲାଙ୍କର କୋଶ୍ଚିନ୍ ରହୁଛି କି ଆମେ କ'ଣ ପଢ଼ିବୁ, କୋଉଟା ପଢ଼ିଲେ ହବ। ତ ପୂର୍ବରୁ ମଧ୍ୟ ମୁଁ କହିଥିଲି କି ଯୋଉ 2023ର ହଉ କି ତାର ଯୋଉ ସବୁ ସିଲାବସ୍ ଅଛି, ମାନେ କୋଉ ଟାଇପ୍‌ର ସବୁ କୋଶ୍ଚିନ୍ ପଡ଼ୁଛି ସେଇ ବିଷୟରେ ହିଁ ଆମେ ଆଲୋଚନା କରିବା। କାହିଁକିନା ସବୁର ତ କିଛି ନା କିଛି ଗୋଟେ ସିଲାବସ୍ ହିଁ ରହିଥାଏ। ତ ସେଇ ଅନୁସାରେ ପଢ଼ିଲେ ହିଁ ଆମେ ସିପିଇଟି ଏଣ୍ଟ୍ରାନ୍ସ କ୍ୱାଲିଫାଏ କରିପାରିବା। କାହିଁକିନା କିଛି ଗୋଟେ ଟପିକ୍ ନ ରହିଲେ ଆମେ ଏପଟ ସେପଟ କରି ପଢ଼ିବା ତ କିଛି ବି ଲାଭ ହବନି। ତ ସେଥିପାଇଁ ତୁମକୁ କ'ଣ ପଢ଼ିବାକୁ ପଡ଼ିବ। ବହୁତ ପିଲାଙ୍କର ମଧ୍ୟ କମେଣ୍ଟ ରହୁଛି କି ସିପିଇଟିରେ ମାଇନସ୍ ମାର୍କିଂ ଅଛି କି ନାହିଁ। ତ ସିପିଇଟିରେ କୌଣସି ମାଇନସ୍ ମାର୍କିଂ ନାହିଁ। ଯେଉଁମାନେ ନୂଆ କରି ଦଉଛ ସିପିଇଟି ଏଣ୍ଟ୍ରାନ୍ସ ସେମାନଙ୍କୁ କହୁଛି କି କୌଣସି ବି ମାଇନସ୍ ମାର୍କିଂ ନାହିଁ। ଆଉ ତାର ସିଲାବସ୍ ତୁମକୁ କୋଉ ଅନୁସାରେ ପଢ଼ିଲେ ହିଁ ତୁମେ ଆରାମସେ ସିପିଇଟି କ୍ଲିୟର କରିପାରିବ, ସେ ବିଷୟରେ ଆମେ ଆଲୋଚନା କରିବା। ତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ ତ କୋଉଠି କ'ଣ ଆମର ରହିଲା ଆଉ କ'ଣ ପଢ଼ିଲେ ଆମେ ସିପିଇଟି କ୍ଲିୟର କରିପାରିବା। ତ ଚାଲ ଡେରି ନ କରିକି ଆରମ୍ଭ କରିବା। ତ ଦେଖ ପିଲାମାନେ, ଯେଉଁମାନେ ସିପିଇଟି 2024 ପାଇଁ ପ୍ରିପେୟାର ହେଉଛ, ତ ସେମାନଙ୍କ ପାଇଁ ଆମେ ଆଜି ଆଲୋଚନା କରିବା କି ତୁମର ସିପିଇଟିର ସିଲାବସ୍ କ'ଣ ରହୁଛି। ତ ପ୍ରଥମତଃ ତୁମକୁ ଦେଖିବାକୁ ପଡ଼ିବ ତୁମର ଯେଉଁ ଅଛି ପ୍ରାକ୍ ସାରଳା ସାହିତ୍ୟ। ତ ସବୁର କିଛି ଗୋଟେ ପାର୍ଟ ହେଇକି ଅଛି। କାହିଁକିନା ଆମକୁ ପାର୍ଟ କରିକି ପଢ଼ିଲେ ହିଁ ଆମେ ସବୁକିଛି ଭଲ ଭାବରେ କରିପାରିବା। ଆମେ ଏପଟ ସେପଟ ଫାଷ୍ଟ ପଢ଼ିଦେବା ପ୍ରାକ୍ ସାରଳା କି ଆଧୁନିକ କି ମଧ୍ୟ ଏମିତି ଗୋଳି ମିଶେଇ ପଢ଼ିବା, ତ ସେମିତି କିଛି ହବ ନାହିଁ। ତୁମକୁ ଗୋଟେ ନିର୍ଦ୍ଦିଷ୍ଟ ଶୈଳୀ ଅନୁସାରେ ହିଁ ପଢ଼ିବାକୁ ପଡ଼ିବ କି ଆମେ ପ୍ରଥମେ ଏଇ ଜିନିଷଟା ସାରିଲେ ତାପରେ ଏଇ ଜିନିଷଟା ସାରିଲେ, ତ ସେଇ ଅନୁସାରେ ପଢ଼ିଲେ ହିଁ ତୁମେ ଭଲ ଭାବରେ ସବୁ କିଛି କରିପାରିବ। ତ ପ୍ରଥମେ ତମର ଯେମିତିକି ଅଛି ପ୍ରାକ୍ ସାରଳା ସାହିତ୍ୟ ଦେଖିପାରୁଥିବ। ପ୍ରାକ୍ ସାରଳା ସାହିତ୍ୟରେ ତମମାନଙ୍କର କ'ଣ ରହୁଛି, ଯେମିତିକି ଲୋକ ସାହିତ୍ୟ ରହୁଛି। ଲୋକ ସାହିତ୍ୟ ଭିତରେ ମାନେ ଯୋଉ କଥିତ ସାହିତ୍ୟ ଯୋଉଟା ଅଛି, ତ ସେଥିରେ ଆମର କ'ଣ ରହୁଛି, ଯେମିତିକି ଲୋକଗୀତ, ଲୋକନାଟକ, ଲୋକ କାହାଣୀ। ଏଇଥିରୁ ତମର କୋଶ୍ଚିନ୍ ପଡ଼ୁଛି କି ଆମର କୋଉଟା ହଉଛି ଲୋକଗୀତ କିଛି କୋଶ୍ଚିନ୍ କରୁଛି, ଲୋକ ନାଟକର କିଛି କୋଶ୍ଚିନ୍ କରୁଛି, କି କୋଉଟା ହଉଛି ଆମର ନୃତ୍ୟ ଭିତ୍ତିକ ନାଟକ, ତ କୋଉଟା ଆମର ନୃତ୍ୟ ଭିତ୍ତିକ ବାଦ୍ୟ ଭିତ୍ତିକ ନାଟକ। ତ ଏମିତି ହିଁ କୋଶ୍ଚିନ୍ କରୁଛି, ସେ ସବୁକୁ ତମେ ଭଲ ଭାବରେ ଦେଖିବ। ଶିଳାଲେଖର ମଧ୍ୟ ତମର କୋଶ୍ଚିନ୍ ରହୁଛି। ନାଥ ସାହିତ୍ୟର କୋଶ୍ଚିନ୍ ରହୁଛି, ଯେମିତିକି ମତ୍ସ୍ୟେନ୍ଦ୍ରନାଥ, ଗୋରେଖନାଥ, ଶିଶୁ ବେଦ, ଅମରକୋଷ ଗୀତା, ଗୋରେଖନାଥ, ମତ୍ସ୍ୟେନ୍ଦ୍ର ଗୀତା, ତ ଏସବୁର ବି ରହୁଛି। ତାପରେ ତମର ରହୁଛି ଚର୍ଯ୍ୟା ଗୀତିକା। ତ ଚର୍ଯ୍ୟା ଗୀତିକାରେ ତମର ଯୋଉ 84 ଜଣ ସିଦ୍ଧାଚାର୍ଯ୍ୟ ଅଛନ୍ତି ସେମାନଙ୍କ ବିଷୟରେ କୋଶ୍ଚିନ୍ ଆସୁଛି, ତାକୁ ଦେଖିବ। ତା ସହିତ ତମର ରହିଲା ଶୈବ ସାହିତ୍ୟ। ଶୈବ ସାହିତ୍ୟରେ ତମର ରହୁଛି କଳସ ଚଉତିଶା, ସୋମନାଥ ବ୍ରତ କଥା, ରୁଦ୍ର ସୁଧାନ୍ତି। ତ ତମର ପ୍ରାକ୍ ସାରଳାରେ ଏସବୁ ରହୁଛି, ଆକୁ ଦେଖିବ ଭଲ ଭାବରେ। ଆଉ ତମର ଓଡ଼ିଆ ସାହିତ୍ୟର ଇତିହାସରେ ମଧ୍ୟ ଆହୁରି ବହୁତ କିଛି ଅଛି, ତାକୁ ମଧ୍ୟ ତୁମମାନେ ଦେଖିବ। ତାପରେ ଆସିଲା ପ୍ରାକ୍ ସାରଳା ସାହିତ୍ୟ ପରେ ତମର ଶାରଳା ଯୁଗ। ଶାରଳା ଯୁଗରେ ତମର ରହୁଛି, ଯେମିତିକି ବେଶୀ ଇମ୍ପୋର୍ଟାଣ୍ଟ ତ ଶାରଳା ଯୁଗରେ ଶାରଳା ଦାସ। ତ ଶାରଳା ଦାସଙ୍କର ଯାହା ବି ସବୁ ଅଛି ତମର କୃତି ଅଛି, ତାଙ୍କର ଯାହା ରଚନାବଳୀ ସବୁ ଅଛି, ସେ ସବୁ ଉପରେ ପଢ଼ିବ। ଖାଲି ଯେ ତାଙ୍କର ଶାରଳା ଦାସଙ୍କୁ ପଢ଼ିଦେବ ସେମିତି ନୁହେଁ। ତାଙ୍କର ଯାହା ବି ସବୁ ମହାଭାରତ ହଉ, ତା ଭିତରେ କେତେ ପର୍ବ ଅଛି, ସେ ପର୍ବ ଭିତରେ କ'ଣ କ'ଣ ସବୁ ବର୍ଣ୍ଣନା କରାଯାଇଛି, ତ କୋଉ ପର୍ବ କ'ଣ, କୋଉଟା ବଦଳିକି କ'ଣ ହେଇଛି, ତ ଏ ସବୁ ବିଷୟରେ ତମକୁ ପଢ଼ିବାକୁ ପଡ଼ିବ। ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା, ତାଙ୍କର ଯାହା ବି ସବୁ ରଚନା ଅଛି ତାକୁ ପଢ଼ିବାକୁ ପଡ଼ିବ। ତା ସହିତ ଶାରଳା ଦାସଙ୍କୁ କିଏ ପୂର୍ବବର୍ତ୍ତୀ, ପରବର୍ତ୍ତୀ, କି ଏମିତି ଯୋଉ ସବୁ କହିଛନ୍ତି, ତ ତାକୁ ବି ଦେଖିବାକୁ ପଡ଼ିବ। ତାପରେ ତମର ଆସୁଛି ପଞ୍ଚସଖା ଯୁଗ। ପଞ୍ଚସଖାରେ ତମର ଜାଣିଛ ତ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛନ୍ତି 5 ଜଣ କବି, ଯିଏକି ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଅନନ୍ତ ଦାସ। ତ ଏଇ 5 ଜଣ କବି ବ୍ୟତୀତ ମଧ୍ୟ ତମର ଯୋଉ ରହୁଛନ୍ତି ଆଉ ଯୋଉ ସବୁ ଅନ୍ୟାନ୍ୟ କବିମାନେ, ତ ତମକୁ ସେମାନଙ୍କୁ ମଧ୍ୟ ପଢ଼ିବାକୁ ପଡ଼ିବ। କାହିଁକିନା ସେମାନଙ୍କର ବି ସବୁ ବହୁତ ଇମ୍ପୋର୍ଟାଣ୍ଟ ଅଛି, ତାଙ୍କୁ ପଢ଼ିବ। ପଞ୍ଚସଖା ଯୁଗରେ ଏତିକି ଗଲା ତୁମର। ତାପରେ ତୁମର ଅଛି ପଞ୍ଚସଖା ଯୁଗ ପରେ ମଧ୍ୟଯୁଗ ବା ରୀତି ଯୁଗ। ତ ମଧ୍ୟଯୁଗ ବା ରୀତି ଯୁଗରେ ତୁମର କ'ଣ ଆସୁଛି, ତ ମଧ୍ୟଯୁଗ ତ ଜାଣିଥିବ। ମଧ୍ୟଯୁଗରେ ଭଞ୍ଜ ଯୁଗ, ଯେହେତୁ ଭଞ୍ଜ କବିମାନେ ଅଛନ୍ତି, ଯେମିତି ଉପେନ୍ଦ୍ର ଭଞ୍ଜ, ଧନଞ୍ଜୟ ଭଞ୍ଜ, ଆଉ ତାଙ୍କର ଯେଉଁ ସବୁ କବିମାନେ ଅଛନ୍ତି ତାଙ୍କର ସବୁ ଯେଉଁ ଅଛି କାବ୍ୟ ଗୁଡ଼ିକ ଅଛି, ତାକୁ ଭଲ ଭାବରେ ଦେଖିବ। କାହିଁକିନା ସେଥିରୁ ହିଁ କୋଶ୍ଚିନ୍ ଆସୁଛି। ତାଙ୍କର ଯୋଉ କାବ୍ୟ ଭିତରେ ମାନେ ତାଙ୍କର ହଉଛି କୋଉଟା କାଳ୍ପନିକ କାବ୍ୟ, କୋଉଟା ପୌରାଣିକ କାବ୍ୟ, କୋଉଟା କେତେ ଛନ୍ଦ ବିଶିଷ୍ଟ, ତ ସେସବୁକୁ ତୁମକୁ ଦେଖିବାକୁ
ପଡ଼ିବ। ତା ସହିତ ତମର ଦୀନକୃଷ୍ଣ ଦାସ, ବଳଦେବ ରଥ, ଅଭିମନ୍ୟୁ ସାମନ୍ତ ସିଂହାର ଆଉ ସେଇ ଯୁଗର ଯୋଉମାନେ ସବୁ ଅନ୍ୟାନ୍ୟ କବିମାନେ ରହିଲେ ତାଙ୍କୁ ତୁମର ସେଇ ତାଙ୍କର ଯାହା ବି ସବୁ କାବ୍ୟ ଗୁଡ଼ିକ ଅଛି, ତାଙ୍କର ଯାହା ସବୁ ଲେଖା ଗୁଡ଼ିକ ଅଛି ତାକୁ ପଢ଼ିବାକୁ ପଡ଼ିବ। ତାପରେ ଆସିଲା ତୁମର ଆଧୁନିକ ଯୁଗ। ଆଧୁନିକ ଯୁଗରେ ତୁମର ରହୁଛି ପ୍ରଥମତଃ ଇଂରେଜମାନଙ୍କ ଶାସନ, ମାନେ ଇଂରେଜମାନେ କେବେ ଆସିଲେ, କେମିତି କ'ଣ ଶାସନ କରୁଥିଲେ। ତାପରେ ତୁମର କୋଉ କୋଉ ସବୁ ପତ୍ର ପତ୍ରିକା ଗୁଡ଼ିକ ସେ ହେଲା, ମାନେ ଯେମିତିକି ଇଂରେଜମାନେ ଯେଉଁ ଆସିଲା ପରେ ତାପରେ କ'ଣ କ'ଣ ସବୁ ସ୍କୁଲ ହେଲା, କଲେଜ ହେଲା, କେମିତି କ'ଣ ସବୁ ବଦଳିଲା ସେସବୁ ବିଷୟରେ ମଧ୍ୟ ପଢ଼ିବ। ଭାଷା ଆନ୍ଦୋଳନ, ଭାଷା ବିଷୟରେ ମଧ୍ୟ ପଢ଼ିବ। କାହିଁକି ନା ତମର ଯେଉଁ ସବୁ ରହୁଛି ଯେମିତିକି ତମର ହେଉଛି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା, ଆଧୁନିକ ଆର୍ଯ୍ୟ ଭାଷା, ତ ସେସବୁରୁ ମଧ୍ୟ ତମର କୋଶ୍ଚିନ୍ ଆସୁଛି କି ପାଲି, ପ୍ରାକୃତ, ଅପଭ୍ରଂଶ କୋଉଟା କେମିତି ସୃଷ୍ଟି ହେଇଛି ତାକୁ ବି ପଢ଼ିବ। ତା ସହିତ ତମର ସେଇ ଆଧୁନିକ ଯୁଗ ଯେଉଁ ରହୁଛି ଆଉ 3ଟା ସାହିତ୍ୟ ବା ଯୁଗ, ସତ୍ୟବାଦୀ ଯୁଗ, ସବୁଜ ଯୁଗ, ପ୍ରଗତିବାଦୀ ଯୁଗ। ତ ସତ୍ୟବାଦୀ ଯୁଗରେ ତମର ଯେଉଁ କବିମାନେ ଅଛନ୍ତି, ସବୁଜ ଯୁଗରେ ଯେଉଁ କବିମାନେ ଅଛନ୍ତି ଏବଂ ପ୍ରଗତିବାଦୀ ଯୁଗରେ ଯେଉଁ କବିମାନେ ଅଛନ୍ତି ସେମାନଙ୍କର ଲେଖା ତାଙ୍କର ସବୁ ତୁମକୁ ପଢ଼ିବାକୁ ପଡ଼ିବ। ତମେ ତମର ସତ୍ୟବାଦୀ ଯୁଗରେ କୋଉ କବିମାନେ ଅଛନ୍ତି, ସବୁଜ ଯୁଗରେ କୋଉ କବିମାନେ ଅଛନ୍ତି ସେଇଟା ତମେମାନେ ତମର ଦେଖିବ। ବାକି ଖାଲି ମୁଁ କହିଦେଲି କି ତୁମକୁ ଏଇଟା ପଢ଼ିବାକୁ ପଡ଼ିବ, ତା ଭିତରକୁ ଯାଇକି ଆଉ ଯାହା ଜିନିଷ ଅଛି ସେସବୁ ତମେମାନେ ପଢ଼ିବ। ତାପରେ ଆସିଲା ସ୍ୱାଧୀନୋତ୍ତର ସାହିତ୍ୟ। ତ ସେଥିରେ ଆମର କ'ଣ ରହୁଛି, ସେଇ ଆଧୁନିକରେ ଆମର ଯାଉଛି। ସ୍ୱାଧୀନୋତ୍ତର ସାହିତ୍ୟରେ ଆମର ରହୁଛି ଯେମିତିକି ସବୁ ପ୍ରାବନ୍ଧିକମାନଙ୍କର ଯାହା ସବୁ ପ୍ରବନ୍ଧ ଗୁଡ଼ିକ ଅଛି ତାକୁ ପଢ଼ିବାକୁ ପଡ଼ିବ। ନାଟକ, ଗଳ୍ପ, ଉପନ୍ୟାସ, ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ଅନୁବାଦ ଓ ଶିଶୁ ସାହିତ୍ୟ। ତ ତମକୁ ଏସବୁ ମଧ୍ୟ ପଢ଼ିବାକୁ ପଡ଼ିବ। ତ ଆମର ପ୍ରବନ୍ଧ ପକେଇ ଦେଉଛି କି ଏଇ ପ୍ରବନ୍ଧଟି କାହାର, ଏଇ ଉପନ୍ୟାସଟି କାହାର। ତ ତମକୁ ଯେତିକ ବି ପ୍ରାବନ୍ଧିକ ଅଛନ୍ତି, ଯେଉଁମାନେ ସବୁ ଇମ୍ପୋର୍ଟାଣ୍ଟ ଅଛନ୍ତି ତାଙ୍କୁ ପଢ଼ିବାକୁ ପଡ଼ିବ। ତା ସହିତ ଅନ୍ୟାନ୍ୟ ପ୍ରାବନ୍ଧିକ ବା ନାଟ୍ୟକାର ବା ଗାଳ୍ପିକ ମାନଙ୍କର ମଧ୍ୟ ସବୁ ଲେଖାକୁ ପଢ଼ିବାକୁ ପଡ଼ିବ। ତାପରେ ଅନ୍ୟାନ୍ୟରେ ଆମର ସବୁ ରହୁଛି କ'ଣ ନା ରସ, ରୀତି, ବକୃତି, ଔଚିତ୍ୟ, ଅଳଙ୍କାର, ସନ୍ଧି, ଉପସର୍ଗ, ସମାସ, କାରକ, ବିଭକ୍ତି ଆଉ ତମର ଯେଉଁ ସବୁ ରହୁଛି ଶବ୍ଦ ଗୁଡ଼ିକ ରହୁଛି କି ଏଇଟା କି ଶବ୍ଦ, ତତ୍ସମ କି ତଦ୍ଭବ, ଦେଶଜ କି ବୈଦେଶିକ, ତ ଏସବୁକୁ ମଧ୍ୟ ପଢ଼ିବାକୁ ପଡ଼ିବ। ତମର ସମ୍ବାଦରୁ ମଧ୍ୟ କିଛି କୋଶ୍ଚିନ୍ ଆସୁଛି, ସମ୍ବାଦ ଯେଉଁ ଅଛି ତମର ତାକୁ ବି ଟିକେ ଦେଖିବ। ତା ସହିତ ତମର ଯେଉଁ ଅଛି ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ ଓ ଭାରତୀୟ ସାହିତ୍ୟ ତତ୍ତ୍ୱ। ତ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ କହିଲେ ଆମର ଯେଉଁ ସବୁ ଇଜିମ୍ ବା ବାଦ ଗୁଡ଼ିକ ରହୁଛି, ଯେମିତିକି ରୋମାଣ୍ଟିସିଜିମ୍, କ୍ଲାସିସିଜିମ୍, ଅସ୍ତିତ୍ୱବାଦ, ଏସବୁ ଯେଉଁ ବାଦ ଗୁଡ଼ିକ ଅଛି ତାକୁ ମଧ୍ୟ ତୁମକୁ ପଢ଼ିବାକୁ ପଡ଼ିବ କି ତାର ପ୍ରବକ୍ତା କିଏ। ରୋମାଣ୍ଟିସିଜିମ୍, କ୍ଲାସିସିଜିମ୍, ଅସ୍ତିତ୍ୱବାଦ ଆଉ ତମର ରହୁଛି ଡାଡାବାଦ, ଯାହା ବି ସବୁ ବାଦ ଗୁଡ଼ିକ ରହୁଛି ତାର କୋଉଠି ସେଇଟା ସୃଷ୍ଟି ହୋଇଥିଲା ଆଉ ତାର ସବୁ ମାନେ ଲେଖକ ମାନେ କିଏ, ତାଙ୍କର ଯେଉଁ ପ୍ରବକ୍ତା ମାନେ କିଏ, ତ ଏସବୁକୁ ମଧ୍ୟ ପଢ଼ିବାକୁ ପଡ଼ିବ। ଭାରତୀୟ ସାହିତ୍ୟ ତତ୍ତ୍ୱରେ ଆମର ଯେଉଁ ରସ, ରୀତି, ବକୃତି, ଔଚିତ୍ୟ ଏସବୁ ରହୁଛି ତାକୁ ମଧ୍ୟ ପଢ଼ିବାକୁ ପଡ଼ିବ। କି ରସରେ ଆମର କିଏ କହିଥିଲେ ନବରସ, କିଏ କହିଥିଲେ ଆଠଟା ରସ ଅଛି। ତମକୁ ରୀତି ତାର ହେଉଛି କେତେ ପ୍ରକାର ଅଛି, କୋଉ ରୀତିରେ କୋଉ ଗୁଣ ଅଛି, କେମିତି କ'ଣ ଯାହା ବି ସବୁ ତା ଭିତର ଜିନିଷ ଅଛି ଆମକୁ ସେସବୁ ବିଷୟରେ ପଢ଼ିବାକୁ ପଡ଼ିବ। ଏତିକି ହିଁ ତୁମର ଥିଲା ସିପିଇଟିର ଯେଉଁ ସିଲାବସ୍। ଆହୁରି ମଧ୍ୟ ଅଛି ଭିତରେ ଭିତରେ ତମମାନେ ଯଦି ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଇତିହାସକୁ ପଢ଼ିଦେବ ତ ସେଇଟାରେ ଗ୍ରାମାର ଅବଶ୍ୟ ନାହିଁ, ବାକି ଆଉ ସବୁ ଅଛି, ତମକୁ ସେଇଥିରୁ ହିଁ ସବୁ କିଛି ମିଳିଯିବ। ଯେହେତୁ ପିଲାମାନେ ସବୁ ଜାଣିପାରୁନାହାନ୍ତି କି କୋଉଟା କୋଉ ହିସାବରେ ଆମେ ପଢ଼ିବୁ, ତ କୋଉ ଲାଇନରେ ପଢ଼ିଲେ ହିଁ ହେବ, ତ ସେଇଥିପାଇଁ ଏଇଟା ମୋତେ ବନେଇବାକୁ ପଡ଼ିଲା ଏଇ ସିଲାବସ୍ଟା। ତ ଏଇଥିରୁ ହିଁ ତମେ ପଢ଼, ଆଉ ବାକି ଯାହା ରହିଲା ଓଡ଼ିଆ ଇତିହାସରୁ ଦେଖିକି ପଢ଼। ତ ଆଉ ଯେଉଁମାନଙ୍କର ଯାହା ବି ସିପିଇଟି ବିଷୟରେ ଡାଉଟ୍ ରହିଲା ମୋତେ କମେଣ୍ଟ ସେକ୍ସନରେ କୁହ କି ତମର ପ୍ରୋବ୍ଲେମ୍ କ'ଣ ଅଛି, କେଉଁଟା ବୁଝିପାରୁନ ସେଇଟା କୁହ। ତା ସହିତ ଆମର ଟେଲିଗ୍ରାମ ଗ୍ରୁପ୍ ମଧ୍ୟ ଅଛି, ଯେଉଁମାନେ ଯାଇ ଜଏନ୍ ହେଇନ ସେଥିରେ ତମେ ସବୁ ଜଏନ୍ ହେଇପାରିବ। ଆଉ ସେ ଗ୍ରୁପ୍ର ଲିଙ୍କ୍ ଅଛି ଡେସ୍କ୍ରିପ୍ସନରେ, ସେଠିକି ଯାଅ, ସେଠିକି ଯାଇକି ତୁମେ ସେ ଗ୍ରୁପ୍ରେ ଜଏନ୍ ହେଇପାରିବ। ତା ସହିତ ତମର ଯେଉଁ କ୍ଲାସ୍ ମଧ୍ୟ ହେଉଛି ସିପିଇଟିର, ଯେଉଁମାନେ ଚାହିଁବ କ୍ଲାସ୍ ମଧ୍ୟ କରିପାରିବ। ସନ୍ଧ୍ୟା 6:30ରେ ସବୁଦିନ କ୍ଲାସ୍ ହେଉଛି ସିପିଇଟି ପାଇଁ। ଆଉ ଯାହାର ବି ଡାଉଟ୍ ଯାହା ଅଛି ସେଇଠି କ୍ଲାସ୍ରେ ପଚାରି ପାରିବ।